ଏବେ ସକାଳଟି ଷ୍ଟାର୍ଟ ହେଉଛି ମୋର ଚାହାରୁ। ଆଉ ମୋର ବ୍ରେକଫାଷ୍ଟରେ ଆଜି ମୁଁ ଆଡ଼୍ ଅନ୍ କରିଛି ଅକ୍ରୋଡ଼କୁ। ସବୁ ଜିନିଷକୁ ଖାଇଦେଲି ଆଉ ଚାହାଟା ଟିକେ ଖାଉଛି କାରଣ ମୋତେ ଟିକେ ଥଣ୍ଡା ରହିଯାଉଛି ମୋ ବଡ଼ିରେ, ତେଣୁ ମୁଁ ଚାହାକୁ ଟିକେ ଆଡ଼୍ କରିଛି ସକାଳୁ ପିଇବା ପାଇଁ ସବୁଦିନ। ଡିପ୍ କରିନା ମୁଁ ବ୍ରାଉନ୍ ବ୍ରେଡ଼୍କୁ ବି ଖାଇଦେଲି। ଆଉ 9ଟା ବେଳକୁ ଜନ୍ମବାବୁ କହିଲେ ଯେ ଆଜି ବେଲପଣା ଟିକେ କରିଦେବା, ତେଣୁ ମୁଁ ଟିକେ ଚିଟକା ଚୁଟକି କରିଦେଲି। ଏହି ଭିତରେ ଭାତ ବି ହେଇଗଲା। ଆଉ ଜନ୍ମବାବୁ ହେଇଭଳିଆ ଖାଇବେନି, ହେଥିଲେ ସେ ଛାଣିକିନା ମୋତେ ଦେଲେ ଆଉ ମୁଁ ତାକୁ ବି ଛାଣିକିନା ଦେଇଦେଲି। ଆଉ ସିଏ ବି ପିଇଦେଲେ ପଣା ପିଇ ସାରିଲା ପରେ ମୁଁ ମୋ ରୋଷେଇ ବସେଇଦେଲି। ଶାଗ ବନେଇଥିଲି ଆଉ ଟିକେ ପାମ୍ପଡ଼ ଭାଜିଥିଲି। ଆଉ ବାର ଅଛି ମାନେ ତ ମାଛ ମାଂସ ଯାହା ହେଲେ ବି ହେବ। ଆଉ ମାଛ ବି ଥିଲା ଆଉ ଟିକେ ସାଲାଡ଼ ବି ଥିଲା। ଆଉ ଆମ୍ବ ତ ଏବେ ଛେଣ୍ଡିପଦାରେ ବହୁତ ସାରା ମିଳିଲା ନା, ଆଉ ଆମ୍ବ ବି ଖାଇଦେଲୁ। ଦୁଇଜଣ ଯାକ ଖାଇଲା ବେଳକୁ ଟିକେ ଗପସପ୍ ବି ହେଇଗଲୁ, ସବୁଆଡ଼ର କଥା ଟିକେ ଆଲୋଚନା କଲୁ। କରିସାରିଲା ପରେ 4ଟା 5ଟା ବେଳକୁ ଆଜି ମୁଁ ଆକ୍ଚୁଆଲି ବହୁତ ସ୍ପିଡ଼ରେ ରାତି ମୋର ସବୁ ଜିନିଷକୁ ରେଡ଼ି କରିଦେଲି, କାରଣ ଜନ୍ମବାବୁ ଗୋଟେ ଜାଗାକୁ ଯିବେ। ହେଥିଲାଗି ନା ରୁଟି କମ୍ ଥିଲା, ବ୍ରାଉନ୍ ବ୍ରେଡ଼୍ରେ ଚଳେଇଦେଲେ। ମୁଁ ନେଇଦେଲି ବସ୍ ଷ୍ଟାଣ୍ଡ ଜନ୍ମବାବୁ କହିଲେ କି କିଛି ଜିନିଷ ପତ୍ର ଆଣିଦେଇଥିଲି କାରଣ ବସ୍ ଟାଇମ୍ ହେଇସାରିଥିଲା ନା। ଆଉ ଦୁଇଜଣ ଯାକ ଖାଇକିନା ଆଜି ଦିନଟି କାଟିଥିଲୁ। ଭଲ ଲାଗିଲେ